ବର୍ତ୍ତମାନ ସାର୍ ଗୋଟେ ଜିନିଷ ଦେଖାଯାଇଛି କି ଯାତ୍ରାରେ ରେକର୍ଡ ଡ୍ୟାନ୍ସ ନା ଇଏ ନେକଡ ଡ୍ୟାନ୍ସ ଏ ନେଇ ଆପଣ କ'ଣ କହିବେ? ଦେଖନ୍ତୁ ଯଥା ଦୃଷ୍ଟି ତଥା ସୃଷ୍ଟି। ଦେଖିଲା ବାଲା ଯଦି ଦେଖିବ ଆଖି ତର ଟିକେ ଦେଖିବ ତାହେଲେ ତ ଆମେମାନେ ଦେଖେଇବୁ। ଦେଖିବାଲା ଯଦି ଆଖି ବୁଝି ଦିଅନ୍ତା ଆଉ କ'ଣ କେହି ଦେଖାନ୍ତେ? ତେଣୁ କାହାକୁ ଦାୟୀ କରିବା? ଦେଖିଲା ବାଲାକୁ ନା ଦେଖେଇଲା ବାଲାକୁ? ଆଚ୍ଛା ଏ ନେଇ ମାନେ ଯାତ୍ରା ମାଲିକ ଚାହୁଁଛନ୍ତି ଅଶ୍ଳୀଳତା ହଉ ନା କମିଟି ମେମ୍ବର ଚାହୁଁଛନ୍ତି ଅଶ୍ଳୀଳତା ହଉ ନା ଦର୍ଶକ ଚାହୁଁଛନ୍ତି ଅଶ୍ଳୀଳତା ହଉ ଆପଣ କାହାକୁ କହିବେ? ଅଶ୍ଳୀଳତା କାହିଁ ମୋତେ ଯାତ୍ରାରେ ଥିଲା ଭଳି ମୋତେ ଲାଗେନି। କ'ଣ ସିନେମା ଠାରୁ ବେଶୀ ଅଶ୍ଳୀଳତା ଅଛି? ଯେମିତି ଏକ୍ଜାମ୍ପଲ ସେ ନିଶା ମହାରାଣା ହଉ କି ସାହୁ ଭାଉଜ ହଉ ସିଏ ଯେମିତି ସିଏ ସବୁ ଯାତ୍ରାର ଅଂଶ ବିଶେଷ ନୁହନ୍ତି। ଯାତ୍ରାରେ ଆସି ଯାତ୍ରା ପରିବେଶ ତ ଦୂଷିତ ସେମାନେ କରିଦେଲେଣି। ଆସୁଛନ୍ତି ସେଠି କମିଟିର ଡିମାଣ୍ଡ ଥାଏ। ଗୋଟେ ମାଲିକଟେ ସେଠି ନା ମାନେ ସେ ବାଧ୍ୟ ହେଇଯାଏ, ଏଇଥିପାଇଁ ବାଧ୍ୟ ହେଇଯାଏ। ଭାବି ଦିଅନ୍ତୁ 3 ଲକ୍ଷ ଟଙ୍କାରେ ଗୋଟେ ପାର୍ଟି ପର ନାଇଟ୍ କଣ୍ଟ୍ରାକ୍ଟ ହେଇଛି, ଗୋଟେ କମିଟି ନେଇଛି। କୌଣସି କାରଣରୁ ତାଙ୍କର 3 ଲକ୍ଷ ଡେଉଁନାହିଁ କି 3 ଲକ୍ଷ ଛୁଉଁନାହିଁ। ସେମାନେ କହିବ ଏଇ ଆସିକି ଏଇମାନଙ୍କୁ ଆଣିକି ଟିକେ ନଚେଇ ଦେଲେ କାଳେ ଆମର ଇନକମ୍ଟା ଦ୍ୱିଗୁଣ ହେଇଯିବ କି? ସେମାନେ ବାଧ୍ୟ କରନ୍ତି ଆଉ ମାଲିକଟି ବାଧ୍ୟ ହେଇଯାଏ। ନା ଆମର ତ ଆପଣମାନଙ୍କର ତ ଏଇଆ 2 ଦିନ ହେଲା ସେଲ୍ ହେଉଛି, ଆମେ ପୁଣି କ'ଣ କରିବୁ? ଆପଣଙ୍କୁ ପେମେଣ୍ଟ କେମିତି କରିବୁ? ଆମେ ଏଇଆ ଆସିଲେ ଆମର ହେଇଯିବ, କାରଣ ଆଣିକି କରନ୍ତି। ଏଥିପାଇଁ ତାହେଲେ କମିଟି ମେମ୍ବର ଚାହୁଁଛନ୍ତି କି ନିଶା ମହାରାଣା କି ସାହୁ ଭାଉଜଙ୍କୁ ଆଣିକି ନଚେଇବା ପାଇଁ। ଆଉ କି କଥା? ସେମାନେ କ'ଣ ଧାନ ବିକିକି ଦେବେ କି? ସେମାନେ ଗୋଟେ ବିକଳ୍ପ ଚିନ୍ତା କରୁଛନ୍ତି। ମୁଁ ସ୍ୱୀକୃତି ପାଇଲି ଅପେରାରେ 1996 ସାହାଣୀ ଅପେରା ନାଟକ ଥିଲା ମୋ ଯାଇଯିବ ଶାଶୁଘର। ସେଇଠୁ ମୋ ନାଟ୍ୟକାରୀ ଜୀବନୀ ଆରମ୍ଭ ହେଲା। ସେଇଦିନଠୁ ଆଜି ପର୍ଯ୍ୟନ୍ତ ଚାଲିଛି। ଆପଣଙ୍କୁ କୋଉ ନାଟକ ବେଶୀ ସଫଳତା ଦେଇଛି? ଅନେକ ଗୁଡ଼ାଏ ସଫଳ ନାଟକ ଅଛି, କିନ୍ତୁ ବିଶେଷତଃ କୁଳାଙ୍ଗାର, ଘୁଙ୍ଗୁର କାନ୍ଦୁଛି, କହଲ ବଉଳ କିଏ ତୋବର, ମିଛୁଆ ରାଧୁଆ ଗପ ସରିଲା, ମୁଁ ସେଇ ଭଦ୍ରକିଆ ଟୋକା, ଆମ ଗାଁ ଜଗନ୍ନାଥ ତମ ଗାଁ ଆଲ୍ଲା, ଅସତୀ ତୁଳସୀ ସତୀ ଚଉରା, ଏଥୁ ଅନ୍ତେ କଳି ଯୁଗ ଶେଷ, ଏମିତି ଗୁଡ଼ାଏ ସଫଳ ନାଟକ ଅଛି। ସାର୍ ଆପଣଙ୍କର ଯେକୌଣସି ନାଟକ ଗୋଟେ ମଞ୍ଚସ୍ଥ ହେଉଛି ତ ଆପଣ ସେ ନାଟକଟା ମଞ୍ଚ ତଳେ ରହି ଦେଖୁଛନ୍ତି ଆପଣଙ୍କ ନାଟକ ଚାଲିଛି ତ କେତେ ଖୁସି ଲାଗେ ସେ ଟାଇମ୍? ଭାରି ଭଲ ଲାଗେ। ନିଜ ଛୁଆଟା ଯେତେବେଳେ ଗାଁ ନାଟରେ ଯାଉଥିବ, 5 ଲୋକ ପ୍ରଶଂସା କରୁଥିବେ, ପ୍ରଶଂସା ଶୁଣିବାକୁ କେଉଁ ବାପା ମାଆଙ୍କର ଇଚ୍ଛା ନଥିବ। ଆଉ ଯିଏ କହିବ ଯେ ପ୍ରଶଂସା ଶୁଣିବାକୁ ଭଲ ଲାଗେନି, ସେ ମିଛ କହେ। ନିଜ ଛୁଆ IAS ପାଇଲେ ବାପା ମାଆଙ୍କୁ ଯେତିକି ଖୁସି ଲାଗେ, ମୋ ନାଟକର ମଞ୍ଚ ଉପରେ ହେଲା ବେଳେ ଯଦି 5 ଲୋକ ଭଲ ଭଲ କହୁଥାନ୍ତି ସେତିକି ଖୁସି ଲାଗେ। ଆପଣ ଯାତ୍ରା ଜଗତରେ ଆପଣଙ୍କ ଫେଭରାଇଟ୍ ଆକ୍ଟର କିଏ? ଫେଭରାଇଟ୍ ଆକ୍ଟର ତ ବହୁତ ଅଛନ୍ତି। ସଂକ୍ଷିପ୍ତରେ ଦିଟା ନାଁ ନିଅନ୍ତୁ। ସଂକ୍ଷିପ୍ତରେ ମୁଁ ଯେଉଁ ନାଁ କହିବି ତମେ ତାକୁ ମଞ୍ଚରେ ଦେଖିଥିବ କି ନାହିଁ? କହୁନାହାନ୍ତି। ଯିଏ ମୋତେ ବେଶୀ ଛୁଇଁଥିଲେ, ସ୍ୱର୍ଗତ ଦୀନବନ୍ଧୁ ମାଟିଆ, ସ୍ୱର୍ଗତ ମଦନ ମହାପାତ୍ର, ଭଲ ଲାଗେ। ଆପଣଙ୍କ ଫେଭରାଇଟ୍ ହିରୋଇନ୍? ବହୁତ ଅଛନ୍ତି, ସେମିତି ଦିଟା ନାଁ ନିଅନ୍ତୁ। ସମସ୍ତେ ଛୁଅନ୍ତି। 2ଟା ନାଁ ନେଇ ମୁଁ କାହିଁକି ଅନ୍ୟମାନଙ୍କ ଆକ୍ରୋଶର ଶିକାର ହେବି?